History is the mother of all social science. ଇତିହାସ ହେଉଛି ସମସ୍ତ ସାମାଜିକ ବିଜ୍ଞାନର ଜନନୀ। ଏକଥା ସମସ୍ତେ କହିଥାନ୍ତି, କିନ୍ତୁ ମୋ ମତରେ ଇତିହାସ କେବଳ ସମସ୍ତ ସାମାଜିକ ବିଷୟ ଗୁଡ଼ିକର ଜନନୀ ସେମିତି ନୁହେଁ। ଇତିହାସ ହେଉଛି ସମସ୍ତ ବିଷୟବସ୍ତୁର ଜନନୀ। ଯେଉଁ ବିଷୟ କଥା ବି କୁହାଯାଉ, ତାହା ହେଇପାରେ ଅର୍ଥନୀତି, ତାହା ହେଇପାରେ ସମାଜଶାସ୍ତ୍ର, ତାହା ହେଇପାରେ ଇତିହାସ, ତାହା ହେଇପାରେ ବିଜ୍ଞାନ, ତାହା ହେଇପାରେ ଗଣିତ ଶାସ୍ତ୍ର, ତାହା ହେଇପାରେ ଜ୍ୟୋତିଷ ଶାସ୍ତ୍ର, ତାହା ହେଇପାରେ ବୈଷୟିକ ବିଜ୍ଞାନ। ଯେକୌଣସି ବିଷୟବସ୍ତୁ ନିଶ୍ଚିତ ଭାବେ ଅତୀତର ଏକ ନିର୍ଦ୍ଦିଷ୍ଟ ସମୟ ଖଣ୍ଡରେ ହିଁ ଉତ୍ପତ୍ତି ହୋଇଥିବ ଏବଂ ଇତିହାସ ହେଉଛି ଅତୀତର ଅଭିବ୍ୟକ୍ତି। ତ ଏହି ଦୃଷ୍ଟିରୁ ଆମେ ଯଦି ବିଚାର କରିବା, ତାହେଲେ ଜାଣିବା ଯେ ପୃଥିବୀରେ ଯେତେ ବି ବିଷୟବସ୍ତୁ ଆମେ ଅଧ୍ୟୟନ କରିଥାଉ, ସବୁ ବିଷୟବସ୍ତୁର ଜନନୀ ହେଉଛି ଇତିହାସ। କାରଣ ପ୍ରତ୍ୟେକ ବିଷୟବସ୍ତୁର ଏକ ନିର୍ଦ୍ଦିଷ୍ଟ ଭାବରେ ଇତିହାସ ରହିଥାଏ ଏବଂ ଏହି ଇତିହାସ ହିଁ ଆମକୁ ମାନବ ଜୀବନର ବିବର୍ତ୍ତନ, ମାନବ ଜୀବନର ବିକାଶ ଏବଂ ମାନବ ଜୀବନର ପୂର୍ଣ୍ଣତା ବିଷୟରେ ଅବଗତ କରାଇଥାଏ। ଇତିହାସ ହିଁ ଆମକୁ ସମ୍ପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବାରେ ସହାୟକ ହୋଇଥାଏ। ଇତିହାସ କେବଳ ଆମକୁ ଅତୀତ ବିଷୟରେ ସୂଚାଇଥାଏ ସେମିତି ନୁହେଁ। ଇତିହାସ ଆମକୁ ଅତୀତ ବିଷୟରେ ସୂଚାଇବା ସାଙ୍ଗେ ସାଙ୍ଗେ ଭବିଷ୍ୟତ ପାଇଁ ଏକ ଷ୍ଟ୍ରାଟେଜି ବା ଏକ ରଣନୀତି ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ତ ମୋ ମତରେ ଇତିହାସ ହେଉଛି ମାନବ ଜୀବନର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଏକ ଭାଷ୍ୟକାର ଏବଂ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ନିଶ୍ଚିତ ଭାବେ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଏବଂ ଏହି ସମୟକୁ ଇତିହାସ ହିଁ ବଖାଣିଥାଏ। ତେଣୁ ଆମେ ଇତିହାସ ବିଷୟର ଛାତ୍ର ହୋଇଥିବାରୁ ଆମେ ନିଶ୍ଚିତ ଭାବରେ ଭାଗ୍ୟବାନ। ତ ଆସନ୍ତୁ ଆମେ ସମୟ ନଷ୍ଟ ନ କରି ଆଜି ଆଲୋଚନା କରିବା। ମୁଁ ତପନ ସାର୍ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଇତିହାସ ବିତିହାସକୁ। ଆଜି ଆମେ ଯୁକ୍ତ 2 ପ୍ରଥମ ବର୍ଷର ଇତିହାସ ପାଠର ଆମେ ପ୍ରଥମ ଚ୍ୟାପ୍ଟରକୁ ବା ପ୍ରଥମ ଅଧ୍ୟାୟକୁ ଆମେ ଆଜି ଆଲୋଚନା କରିବା, ଯାହା ହେଉଛି ଇତିହାସ, ତାର ଅର୍ଥ ଏବଂ ପ୍ରାସଙ୍ଗିକତା। ତ ମୁଁ ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଇତିହାସ ବିତିହାସକୁ। गुड मॉर्निंग स्टूडेंट्स, ମୁଁ ତପନ କୁମାର ଯେପ୍ରିୟ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଇତିହାସ ବିତିହାସକୁ। ସର୍ବପ୍ରଥମେ ନବବର୍ଷ 2021ର ଅନେକ ଅନେକ ଶୁଭେଚ୍ଛା। ଏ ବର୍ଷ ଆପଣମାନଙ୍କ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ, ଶୁଭମୟ ହେଉ। ପିଲାମାନେ, ଆଜି ଆମେ ଆଲୋଚନା କରିବା ଇତିହାସର ଚରିତ୍ର, ବିରୋଧାଭାସ ଏବଂ ପ୍ରାସଙ୍ଗିକତା ବିଷୟରେ। ଇତିହାସର ଚରିତ୍ରକୁ ନେଇ ଅନେକ ଲୋକଙ୍କ ମନରେ ଭିନ୍ନ ଭିନ୍ନ ମତ ପ୍ରକଟିତ ହୋଇଥାଏ ଏବଂ ସେମାନେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି ଏବଂ ସେ ଭିନ୍ନ ଭିନ୍ନ ମତକୁ, ଇତିହାସର ଚରିତ୍ରର ଭିନ୍ନ ଭିନ୍ନ ମତକୁ ଆଜି ଆମେ ଆମର ଆଲୋଚ୍ୟ ପରିସରକୁ ଆଣି ତାକୁ ଆଲୋଚନା କରିବା। ଇତିହାସର ସର୍ବପ୍ରଥମ ଚରିତ୍ର ହେଲା, ଇତିହାସ ଏକ କଳା ବା ବିଜ୍ଞାନ ଅଟେ। କେତେକ ଗବେଷକ ଇତିହାସକୁ ଏକ ବିଜ୍ଞାନ ବୋଲି ମତବ୍ୟକ୍ତ କରିଛନ୍ତି, ତ ଅନେକ ଗବେଷକ ଏମିତି ଅଛନ୍ତି ଯେଉଁମାନେ ଇତିହାସକୁ ଏକ କଳା ବିଷୟ ବୋଲି ବିବେଚିତ କରିଅଛନ୍ତି। କାରଣ ସେମାନଙ୍କ ମତରେ ଇତିହାସର ବିଷୟବସ୍ତୁ ଅସଙ୍ଗଠିତ ଓ ଏହା ଭବିଷ୍ୟତର ପଥ ପ୍ରଦର୍ଶନ କରିବାରେ ଅସମର୍ଥ। ପୁଣି ବିଜ୍ଞାନ ଭଳି ଇତିହାସ ଘଟଣା ଗୁଡ଼ିକର ସମୀକ୍ଷା କରି ସାଧାରଣ ତତ୍ତ୍ୱ ଉପସ୍ଥାପନା କରିବା ଇତିହାସ ପକ୍ଷରେ ଭାରି କଷ୍ଟକର ବୋଲି ସେମାନେ ମତ ଦିଅନ୍ତି। ଠିକ୍ ଅଛି। ଜନ୍ ବେଗ୍ନେଲବରି କହିଲେ, ଇତିହାସ ଏକ ପ୍ରକାର ବିଜ୍ଞାନ। ଏହି ଉକ୍ତିଟି ଅଧିକ ନୁହେଁ କିମ୍ବା କମ୍ ନୁହେଁ। ତାଙ୍କର ଯୁକ୍ତି ଥିଲା ଯେ ଜଣେ ବୈଜ୍ଞାନିକ ଭଳି ଐତିହାସିକମାନେ ତଥ୍ୟ ସଂଗ୍ରହ କରିଥାନ୍ତି। ସଂଗୃହୀତ ତଥ୍ୟର ବୈଜ୍ଞାନିକ ପଦ୍ଧତିରେ ବିଶ୍ଳେଷଣ କରାଯାଇଥାଏ। ବିଜ୍ଞାନ ଭଳି ଇତିହାସ ମଧ୍ୟ ଅତୀତକୁ ଆଧାର କରି
ଭବିଷ୍ୟତରେ କ'ଣ ଘଟିବ ସୂଚାଇ ଦେଇପାରେ ଏବଂ ସତ୍ୟତାକୁ ଦର୍ଶାଇଥାଏ। ସେହିଭଳି ଇତିହାସ ମଧ୍ୟ କ'ଣ, କେମିତି ଏବଂ କାହିଁକି ଏବଂ କେବେ ଇତ୍ୟାଦି ପ୍ରଶ୍ନର ଉତ୍ତର ଦେଇଥାଏ, ଯେମିତି ବୈଜ୍ଞାନିକ ପଦ୍ଧତିରେ ଏସବୁ ଜିନିଷର ବିଶ୍ଳେଷଣ କରାଯାଇଥାଏ। ଶେଷରେ ଇତିହାସର ମୂଳ ଲକ୍ଷ୍ୟ ମାନବ ଓ ତା'ର ପାରିପାର୍ଶ୍ୱିକ ସ୍ଥିତି, ଯାହାକି ବିଜ୍ଞାନର ଅନୁରୂପ ଅଟେ। ଅବଶ୍ୟ ଇତିହାସର କାର୍ଯ୍ୟପ୍ରଣାଳୀ ବିଜ୍ଞାନଠାରୁ ଭିନ୍ନ ହୋଇଥିବାରୁ ଏହାକୁ ଆମେ ଅନ୍ୟ ବିଜ୍ଞାନ ବିଷୟ ଭଳି ପ୍ରାକୃତିକ ବିଜ୍ଞାନ ନ କହି ସାମାଜିକ ବିଜ୍ଞାନର ଅଂଶ ବୋଲି ଗ୍ରହଣ କରିଥାଉ। ଇତିହାସର ଅନ୍ୟ ଏକ ଚରିତ୍ର ହେଲା ଇତିହାସ ନିଜକୁ ପୁନରାବୃତ୍ତି କରିଥାଏ। ଇତିହାସକାରମାନେ ମତ ଦିଅନ୍ତି ଯେ ଇତିହାସ ନିଜକୁ ସବୁବେଳେ ଦୋହରାଇଥାଏ, ଅର୍ଥାତ୍ ବିଭିନ୍ନ ସମୟରେ ଘଟିଥିବା ଐତିହାସିକ ଘଟଣାଗୁଡ଼ିକ ମଧ୍ୟରେ ସାମଞ୍ଜସ୍ୟ ଦେଖାଯାଏ। ଅନ୍ୟ କେତେକଙ୍କ ମତରେ ପ୍ରତ୍ୟେକ ଘଟଣା ଅଦ୍ୱିତୀୟ, ତେଣୁ ସମାନତା ଅସମ୍ଭବ। କେତେକ ଐତିହାସିକ ବିଶ୍ୱାସ କରନ୍ତି ଯେ ଐତିହାସିକ ଚିନ୍ତାଧାରା ସର୍ବଦା ରେଖାକାର, କାରଣ ଐତିହାସିକ ଘଟଣାଗୁଡ଼ିକ ଅନୁକ୍ରମିକ ତଥା ସର୍ବଦା ଅତୀତ ଓ ବର୍ତ୍ତମାନ ମଧ୍ୟରେ ସଂଯୋଗ ରକ୍ଷା କରିଥାଏ। ଅନ୍ୟ ପକ୍ଷରେ କେତେକ ଗବେଷକଙ୍କର ମତ ଏଇଭଳିଆ ଯେ ଇତିହାସ ଆବର୍ତ୍ତନୀୟ ଅଟେ, କାରଣ ପ୍ରତ୍ୟେକ ଘଟଣାର ଆରମ୍ଭ, ଉତ୍କର୍ଷ ଏବଂ ପତନ ଥାଏ ଓ ଏହି ପ୍ରକ୍ରିୟା ସର୍ବଦା ଚାଲି ରହିଥାଏ। ଏଠି E.H. କାର, ଜଣେ ବିଶିଷ୍ଟ ଐତିହାସିକ, ସେ ମତ ଦେଲେ ଯେ ଇତିହାସ ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏକ ଅସରନ୍ତି କଥୋପକଥନ। ତାଙ୍କ ମତରେ ଐତିହାସିକର କାମ ଅତୀତର ଘଟଣାକୁ ତାଲିକା ପ୍ରସ୍ତୁତ କରିବା ନୁହେଁ, ବରଂ ଅତୀତର ବିବାଦୀୟ ଘଟଣାଗୁଡ଼ିକୁ ସମାଧାନ କରି ଲୋକଲୋଚନକୁ ଆଣିବା। ଅତୀତକୁ ସମ୍ପୂର୍ଣ୍ଣ ରୂପେ ଜାଣିବା ସମ୍ଭବପର ନୁହେଁ, ତେଣୁ ବର୍ତ୍ତମାନର ମାନଦଣ୍ଡ ଓ ଜ୍ଞାନକୁ ନେଇ ଅତୀତର ଅଧ୍ୟୟନ କରିବା ଇତିହାସର ଚରିତ୍ର ଅଟେ। ତାପରେ ଆମେ ଇତିହାସର ତୃତୀୟ ଚରିତ୍ରକୁ ଆମେ ଆଲୋଚନା କରିବା। ସେ ତୃତୀୟ ଚରିତ୍ରଟି ହେଲା ସବୁ ଇତିହାସ ସମସାମୟିକ। ଇତିହାସରେ ତଥ୍ୟ ଓ ଘଟଣାଗୁଡ଼ିକର ସର୍ବଦା ସମ୍ପର୍କ ରହିଥାଏ, ତେଣୁ ଇତିହାସ ନିରବଚ୍ଛିନ୍ନ ଅଟେ। ଏଠି କଲିଂଉଡ୍ ତାଙ୍କର ମତ ଦେଲେ ଐତିହାସିକମାନେ ଇତିହାସ ଗଠନ କଲାବେଳେ ସର୍ବଦା ତାଙ୍କ ସମୟର ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ଐତିହାସିକ କ୍ରୋସ୍ ପୁଣି ମତ ଦେଲେ ଯେ ମଣିଷର ଚରିତ୍ର ସବୁ ସମୟରେ ସମାନ, ତେଣୁ ତାଙ୍କ କାର୍ଯ୍ୟ ମଧ୍ୟ ସମାନ ଓ ମଣିଷ ତଥା ତା ସହିତ ଜଡ଼ିତ ଘଟଣାବଳୀ ଇତିହାସର ବିଷୟବସ୍ତୁ ହୋଇଥିବାରୁ ଆମେ କହିପାରିବା ଯେ ଇତିହାସ ସର୍ବଦା ସମସାମୟିକ ଅଟେ। ତ ଏଇଟା ଥିଲା ଇତିହାସର ଚରିତ୍ର ବିଷୟରେ। ବର୍ତ୍ତମାନ ଆମେ ଆଲୋଚନା କରିବା ଇତିହାସକୁ ନେଇ ଭିନ୍ନ ଭିନ୍ନ ପଣ୍ଡିତ, ଭିନ୍ନ ଭିନ୍ନ ଗବେଷକଙ୍କ ବିରୋଧାଭାସ ସଂଜ୍ଞା ବିଷୟରେ। ହେଗେଲ ଜଣେ ମହାନ ଦାର୍ଶନିକ ଥିଲେ। ସେ ମତ ଦେଇ କହିଲେ ଯେ ଇତିହାସରୁ ଆମେ ଗୋଟିଏ କଥା ଶିଖୁ ଯେ ଇତିହାସରେ ମନୁଷ୍ୟର ଶିଖିବା ପାଇଁ କିଛି ବସ୍ତୁ ନାହିଁ ବୋଲି ସେ କହିଲେ। ଆଉ ଜଣେ ଦାର୍ଶନିକ ସ୍ପେନ୍ସର, ସେ କହିଲେ ଇତିହାସ ହେଉଛି କେତୋଟି କାହାଣୀ ଯାହା ମନୋରଞ୍ଜନ ପାଇଁ ପଢ଼ାଯାଇପାରେ, କିନ୍ତୁ ଏହା ଆଦୌ ଶିକ୍ଷାପ୍ରଦ ବା ଜ୍ଞାନମୂଳକ ନୁହେଁ। ଦାର୍ଶନିକ ଭଲ୍ଟେୟାର କହିଲେ ଇତିହାସ ମାନବର ଅପରାଧ, ତ୍ରୁଟି ଓ ଦୁର୍ଭାଗ୍ୟର ଏକ ପଞ୍ଜିକା ବ୍ୟତୀତ ଅଧିକ କ'ଣ ହୋଇପାରେ। ହେନେରୀ ଫୋର୍ଡ, ଜଣେ ମହାନ ଶିଳ୍ପପତି, ସେ କହିଲେ ଯେ ଇତିହାସ ହେଉଛି ଏକ ନିରର୍ଥକ କଥା। ତ ପିଲାମାନେ, ଇତିହାସର ଆବଶ୍ୟକତା ସମ୍ପର୍କରେ ଏଇଭଳିଆ ମନ୍ତବ୍ୟ ବହୁତ ଦୁର୍ଭାଗ୍ୟଜନକ ଅଟେ। ଏଭଳି ମତାମତ ଦେବାର ମୂଳ କାରଣ ହେଲା ଇତିହାସର ଅବଦାନକୁ ବିଚାରକୁ ନ ନେଇ କେବଳ ତା'ର ବିଫଳତାକୁ ଗୁରୁତ୍ୱ ଦେବା। ଇତିହାସ କେବଳ ଅତୀତର ଘଟଣାବଳୀ ତଥା ବ୍ୟକ୍ତିବିଶେଷକୁ ମନେ ରଖିବାର କଥା ନୁହେଁ, ଏହା ଆମକୁ ଆମର ସ୍ଥିତି ସହିତ ପରିଚିତ କରାଇଥାଏ। କିନ୍ତୁ ଇତିହାସର ମୂଳ ବା ଇତିହାସର ମୂଲ୍ୟ ଅମର ଅଟେ, କେବଳ ଏହା ପ୍ରତି ଆମର ଦୃଷ୍ଟିଭଙ୍ଗୀ ନିର୍ଭର କରିଥାଏ। ଆଧୁନିକ ସମୟରେ ଗବେଷକ ତଥା ଛାତ୍ରମାନଙ୍କର ଇତିହାସ ପ୍ରତି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଅଛି। ଇତିହାସକୁ ଏକ ନୂତନ ରୂପରେଖ ଦେବା ପାଇଁ ସେମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତିର ସମାଜ ତଥା ରାଷ୍ଟ୍ରର ବିକାଶ ପାଇଁ ଇତିହାସ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି।
ଇତିହାସ ପ୍ରତ୍ୟେକ ଜାତିକୁ ତାର ଅତୀତ ଓ ପରମ୍ପରା ସହିତ ପରିଚିତ କରାଇଥାଏ। ବର୍ତ୍ତମାନ ଆମେ ଆଲୋଚନା କରିବା ଇତିହାସର ପ୍ରାସଙ୍ଗିକତା କ'ଣ ଅଛି। ଏହି ପରିପ୍ରେକ୍ଷୀରେ ଆମେ ସର୍ବପ୍ରଥମେ ଆଲୋଚନା କରିବା ଯେ ଇତିହାସ ମଣିଷର ପରିଚୟ ପ୍ରଦାନ କରିଥାଏ। ଆମ ଜୀବନରେ ଇତିହାସର ପ୍ରାସଙ୍ଗିକତା ନିଶ୍ଚିତ ଭାବରେ ରହିଛି ଏବଂ ତାହା ହେଲା ଇତିହାସ ହିଁ ଆମର ପରିଚୟ ଆମକୁ ପ୍ରଦାନ କରିଥାଏ। ଇତିହାସର ପ୍ରାସଙ୍ଗିକତା ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ ହେଲା ଯେ ଇତିହାସ ମଣିଷକୁ ତାର ପରିଚୟ ପ୍ରଦାନ କରିଥାଏ। ଅତୀତରେ କିଭଳି ପରିବାର ଥିଲା, ଗୋଷ୍ଠୀ ଥିଲା, ସଂସ୍ଥା ତଥା ଦେଶଗୁଡ଼ିକର ନିର୍ମାଣ ହୋଇଥିଲା, କିଭଳି ସେଗୁଡ଼ିକ ମଧ୍ୟରେ ସମ୍ପର୍କ ନିବିଡ଼ ଥାଇ ବିକାଶ ହୋଇଥିଲା ଇତ୍ୟାଦି ଇତିହାସରୁ ଆମେ ଜାଣିପାରୁ। ଇତିହାସରୁ ଆମେ ଆମ ପାରିବାରିକ ବଂଶାବଳୀ ବିଷୟରେ ଅବଗତ ହୋଇଥାଉ। ଅନେକ ଦେଶ ମଧ୍ୟ ଇତିହାସକୁ ନିଜ ପରିଚୟର ସ୍ରୋତ ଭାବରେ ବ୍ୟବହାର କରିଥାନ୍ତି। ଏହା ଫଳରେ ଲୋକଙ୍କର ଦେଶ ପ୍ରତି ଦେଶପ୍ରେମ ଓ ଆନୁଗତ୍ୟ ଭାବ ଦେଖାଯାଇଥାଏ। ଏଟା ଥିଲା ଇତିହାସର ପ୍ରଥମ ପ୍ରାସଙ୍ଗିକତା। ଦ୍ୱିତୀୟରେ ଆମେ ଆଲୋଚନା କରିବା ଇତିହାସ ମାନବିକ ମୂଲ୍ୟବୋଧର ବିକାଶ କରିଥାଏ। ଇତିହାସ ଆମକୁ ଆମର ବା ମାନବ ସମାଜର ଉତ୍ଥାନ ଓ ପତନ, ତାର ସୁକର୍ମ, ଦୁଷ୍କର୍ମ, ତାର ଶକ୍ତି, ତାର ଦୁର୍ବଳତା ବିଷୟରେ ଅବଗତ କରାଇଥାଏ। ଇତିହାସ ମଣିଷକୁ ଜ୍ଞାନୀ କରିଥାଏ, ଯାହା ତାର ସମ୍ପୂର୍ଣ୍ଣ ବିକାଶ ପାଇଁ ସହାୟକ ହୋଇଥାଏ। ନିଜ ତଥା ପାରିପାର୍ଶ୍ୱିକ ପରିସ୍ଥିତିକୁ ଓ ଅବସ୍ଥାକୁ ସଠିକ ଭାବରେ ଆକଳନ କରିବାରେ ଇତିହାସ ଆମକୁ ସାହାଯ୍ୟ କରିଥାଏ। ତାପରେ ଆମେ ଇତିହାସର ତୃତୀୟ ପ୍ରାସଙ୍ଗିକତା ଆଲୋଚନା କରିବା। ଇତିହାସ ସାମାଜିକ ଦିଗଦର୍ଶନ ଦେଇଥାଏ। ଇତିହାସ ଆମକୁ ଭିନ୍ନ ଜାତି ତଥା ସମାଜର ବ୍ୟବହାର ଉପରେ ଅନେକ ତଥ୍ୟ ପ୍ରଦାନ କରିଥାଏ। ଅତୀତର ଅନୁଭୂତି ଆମକୁ ଶାନ୍ତି ସମୟରେ ଯୁଦ୍ଧର ବିଭୀଷିକାର ଗାଥା ଜଣାଇଥାଏ। ଏହା ମଧ୍ୟ ସାଧାରଣଙ୍କ ସୃଜନୀ ବା ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କର ବିଷୟରେ ଅବଗତ କରାଇଥାଏ। ଶିଳ୍ପ ଓ ବିଜ୍ଞାନ ତଥା ପ୍ରଯୁକ୍ତି ବିଦ୍ୟାର ଅଭିନବୀକରଣର ପ୍ରଭାବ ତଥା ଧାରଣାଗୁଡ଼ିକର ପାରିବାରିକ ଜୀବନ ପ୍ରତି ଅବଦାନ ବିଷୟରେ ଇତିହାସ ଆମକୁ ଅନେକ ସହାୟତା ପ୍ରଦାନ କରିଥାଏ। ଇତିହାସ ମଣିଷ ସମାଜର ପରିଚାଳନା ତଥା ବ୍ୟବହାରକୁ ଜାଣିବା ପାଇଁ ଅନେକ ତଥ୍ୟ ପ୍ରଦାନ କରିଥାଏ। ଅତୀତ ବର୍ତ୍ତମାନର ସୋପାନ ଅଟେ ଓ ବର୍ତ୍ତମାନ ଭବିଷ୍ୟତକୁ ନିର୍ମାଣ କରିଥାଏ। କୌଣସି ଘଟଣାର ଆଲୋଚନା କଲାବେଳେ ଆମେ ସେ ଘଟଣା ଘଟିବାରେ ସହାୟକ ହୋଇଥିବା କାରଣଗୁଡ଼ିକୁ ଜାଣିବାକୁ ଚେଷ୍ଟା କରିଥାଉ। ଅର୍ଥାତ୍ ଇତିହାସ ପରିବର୍ତ୍ତନ ପାଇଁ ଦାୟୀ ଥିବା କାରଣ ଆମମାନଙ୍କୁ ଜଣାଇଥାଏ। ତେଣୁ କେବଳ ଇତିହାସ ଦ୍ୱାରା ଆମେ ପରିବର୍ତ୍ତନର କାରଣ ବୁଝିପାରିବା ତଥା ଇତିହାସ ହିଁ ଆମକୁ କୌଣସି ସମାଜ ବ୍ୟବସ୍ଥାର ପରିବର୍ତ୍ତନ ସତ୍ତ୍ୱେ ସେ ସମାଜରେ ଥିବା ମୌଳିକ ତତ୍ତ୍ୱ ବିଷୟରେ ଅବଗତ କରାଇଥାଏ। ତାପରେ ଆମେ ଆଲୋଚନା କରିବା ଇତିହାସର ଚତୁର୍ଥ ପ୍ରାସଙ୍ଗିକତା। ଇତିହାସ ନୈତିକ ଶିକ୍ଷା ପ୍ରଦାନ କରିଥାଏ। ଇତିହାସ ମଣିଷକୁ ନୈତିକ ଶିକ୍ଷା ଦେଇଥାଏ। ଅତୀତର ବ୍ୟକ୍ତି ତଥା ଅନୁଷ୍ଠାନର ଅଧ୍ୟୟନ ଆମକୁ ଆମ ନୈତିକତା ପ୍ରତି ସଚେତନତା କରାଇଥାଏ। ଅନେକ ସମୟରେ ଇତିହାସରୁ ଶିକ୍ଷା ଲାଭ କରି ନୈତିକତା ଆମ ଦୈନନ୍ଦିନ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ଇତିହାସ ଏକ ଉଦାହରଣଯୁକ୍ତ ଶିକ୍ଷା। ଏହି ବାକ୍ୟାଂଶଟି ସଠିକ ଭାବରେ ଇତିହାସ ଅଧ୍ୟୟନର ଆବଶ୍ୟକତାକୁ ଦର୍ଶାଇଥାଏ। ଇତିହାସ କେବଳ ମହାନ ନାୟକ, ମହାପୁରୁଷ, ମହିଳାମାନଙ୍କର ସଂଶୟକୂଳ ପରିସ୍ଥିତି ବା ନୈତିକ ଦ୍ୱିଧାର ସଫଳତା ବ୍ୟାଖ୍ୟା କରିନଥାଏ, ବରଂ ଏହା ସାଧାରଣ ଲୋକକୁ ସାହସ, ଅଧ୍ୟବସାୟୀ ଉଦ୍ୟମ ତଥା ରଚନାତ୍ମକ ଶୈଳୀକୁ ବିଶ୍ଳେଷଣ କରିବାର ଶିକ୍ଷା ପ୍ରଦାନ କରିଥାଏ। ପୁଣି ଆମେ ଆଲୋଚନା କରିବା ଇତିହାସ ଭବିଷ୍ୟତର ପଥ ପ୍ରଦର୍ଶନ କରିଥାଏ। ଇତିହାସ ମାନବ ଜାତି ପାଇଁ ସର୍ବଦା ଭବିଷ୍ୟତର ପଥ ପ୍ରଦର୍ଶନ କରେ। ଜଣେ ଜ୍ୟୋତିଷୀଙ୍କ ଭଳି ଇତିହାସ ସାହାଯ୍ୟରେ ଭବିଷ୍ୟତର ସମ୍ଭାବନାକୁ ସୂଚିତ କରାଯାଇପାରେ। ଇତିହାସ ଦ୍ୱାରା ଅତୀତର ଅଭିଜ୍ଞତାକୁ ନେଇ ଭବିଷ୍ୟତର ପୂର୍ବାନୁମାନ ଆମେ କରିପାରିଥାଉ। ଇତିହାସ ଅଧ୍ୟୟନ ଦ୍ୱାରା ଆମେ ଅନେକ କୌଶଳର ଅଧିକାରୀ ହୋଇଥାଉ, ଯଥା ଇତିହାସ ଆମକୁ ସଠିକ ନିର୍ଣ୍ଣୟ ନେବାରେ ସହାୟତା କରିଥାଏ। ଅତୀତରେ ସମ୍ମୁଖୀନ ହୋଇଥିବା ଘଟଣା ଏବଂ ପରିସ୍ଥିତିର ଅନୁଭୂତି ଆମକୁ ବର୍ତ୍ତମାନ ଘଟୁଥିବା ଘଟଣାକୁ ସମ୍ମୁଖୀନ ହେବାର ଜ୍ଞାନ ତଥା ଧୈର୍ଯ୍ୟ ପ୍ରଦାନ କରିଥାଏ। ଇତିହାସ ଆମକୁ ତର୍କ ପାଇଁ ପ୍ରସ୍ତୁତ କରିଥାଏ।
ଇତିହାସ ଆମକୁ ଭବିଷ୍ୟତରେ ଧ୍ୱଂସକାରୀ ଘଟଣାବଳୀରୁ ପରୋକ୍ଷ ଭାବରେ ନିବୃତ୍ତ ରହିବା ପାଇଁ ଶିକ୍ଷା ପ୍ରଦାନ କରିଥାଏ। ଅତୀତରେ ଅନେକ ଯୁଦ୍ଧ ଘଟିଯାଇଅଛି। ଦୁଇଟି ବିଶ୍ୱଯୁଦ୍ଧର ଭୟାବହତା ଆମ ମନରେ ଏବେ ବି ସତେଜ ହେଇକି ରହିଛି। ଇତିହାସ ଆମକୁ ଏହି ଦୁଇ ବିଶ୍ୱଯୁଦ୍ଧର କାରଣ ଏବଂ ତାର ଫଳାଫଳ ଦର୍ଶାଇଛି। ତେଣୁ ଏହିପରି ଆଉ ଏକ ଭୟଙ୍କର ଯୁଦ୍ଧର ପୁନରାବୃତ୍ତି ଯେମିତି ନ ଘଟୁ ସେଥିପାଇଁ ଆମେ ସବୁବେଳେ ଚେଷ୍ଟା କରିଥାଉ। ଆମେ ମଧ୍ୟ ଇତିହାସର ଚରିତ୍ର ସମୀକ୍ଷା କରି ଦୁର୍ଦ୍ଦାନ୍ତ ଚରିତ୍ର ଗୁଡ଼ିକ ଯେପରି ସୃଷ୍ଟି ନ ହେବ ସେଥିପାଇଁ ସଦାସର୍ବଦା ଯତ୍ନଶୀଳ ହୋଇଥାଉ। ତାପରେ ଆମେ ଆଲୋଚନା କରିବା ଇତିହାସର ଆଉ ଗୋଟିଏ ପ୍ରାସଙ୍ଗିକତା। ଇତିହାସ ବିଜ୍ଞାନ ଓ ଧର୍ମକୁ ଉଜ୍ଜୀବିତ କରିଥାଏ। ଇତିହାସ ଦ୍ୱାରା ଆମେ ମହାନ ଗବେଷଣା, ଆବିଷ୍କାର ତଥା ଗବେଷକମାନଙ୍କର କୃତିତ୍ୱକୁ ଚିରଦିନ ପାଇଁ ମନେ ରଖିପାରିଥାଉ। ଇତିହାସ ଆମକୁ ବିଶ୍ୱରେ ପ୍ରଚଳିତ ଥିବା ଧର୍ମଗୁଡ଼ିକର ଆରମ୍ଭରୁ ଏପର୍ଯ୍ୟନ୍ତ ବିକାଶର କାହାଣୀଗୁଡ଼ିକ ଜଣାଇଥାଏ, ଯାହାର ଫଳସ୍ୱରୂପ ଧର୍ମଗୁଡ଼ିକର ଅଗ୍ରଗତି ହୋଇଥାଏ। ଆମେ କହିପାରିବା ଇତିହାସ ଧର୍ମଗୁଡ଼ିକୁ ଜୀବିତ ରଖିବାରେ ସବୁବେଳେ ସହାୟତା କରି ଆସୁଅଛି। ପ୍ରଖ୍ୟାତ ଦାର୍ଶନିକ ଜନ୍ ଲ୍ୟୁକ୍ କହିଲେ, ଇତିହାସ କେବଳ ଏକ ମହାନ ନୈତିକ ତଥା ରାଜନୈତିକ ଶିକ୍ଷଣ ନୁହେଁ, ବରଂ ଏହି ପୃଥିବୀରେ ଥିବା ମାନବମାନଙ୍କର ଅଧ୍ୟୟନ। ପ୍ରାଚୀନ ରୋମାନ ଐତିହାସିକ ପୋଲିବିୟସ୍ କହିଲେ, ଇତିହାସ କେବଳ ରାଜନୈତିକ ଶିକ୍ଷା ପ୍ରଦାନ କରୁଥିବା ଏକ ମୂଲ୍ୟଯୁକ୍ତ ଅଧ୍ୟୟନର ବିଷୟ ନୁହେଁ, ବରଂ ଏହା ଆମକୁ ଦୁର୍ଘଟଣା ଘଟିବା ପୂର୍ବରୁ ନିବାରଣ ତଥା ଘଟଣାକୁ ସମ୍ମୁଖୀନ ହେବାର ଶିକ୍ଷା ପ୍ରଦାନ କରିଥାଏ। ଇତିହାସ ଆମକୁ ଆମର ଦୈନନ୍ଦିନ ଜୀବନରେ ବହୁତ କୌତୂହଳପୂର୍ଣ୍ଣ ଓ ଉଦ୍ଦୀପନାମୂଳକ ପ୍ରଶ୍ନର ଉତ୍ତର ପ୍ରଦାନ କରିଥାଏ। ଇତିହାସ ଆମ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ଦ୍ରବ୍ୟ ତଥା କାର୍ଯ୍ୟର ପୃଷ୍ଠଭୂମିରେ ଥିବା ତଥ୍ୟ ପରିବେଷଣ କରି ଆନନ୍ଦ ଦେବା ସଙ୍ଗେ ସଙ୍ଗେ ଅନୁଭୂତି ଓ ଚିନ୍ତାକୁ ପରିପୃଷ୍ଟ କରିଥାଏ। ଶେଷରେ ଆମେ କହିପାରିବା ମାନବ ଜାତିର ଇତିହାସ ହେଉଛି ଏକ ବିଶାଳ ନାଟକ ଓ ସେଥିରେ ପ୍ରତ୍ୟେକ ମଣିଷ ଗୋଟିଏ ଗୋଟିଏ ଅଭିନେତା। ମାନବ ଜାତିର ସୃଷ୍ଟିରୁ ଆରମ୍ଭ ହୋଇଥିବା ଏ ନାଟକର ଅନ୍ତଃକାଳ ନିର୍ଣ୍ଣୟ କରିବା ଦୁଃସାଧ୍ୟ ଅଟେ। ଏହି ନାଟକ ରୂପୀ ଇତିହାସରେ ଆମର ଭୂମିକା ଜାଣିବା ନିତାନ୍ତ ଆବଶ୍ୟକ। ଏହିପରି ଭାବରେ ଆମେ କହିପାରିବା ଯେ ଆମ ସୁନ୍ଦର ଭବିଷ୍ୟତ ପାଇଁ ଇତିହାସର ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପିଲାମାନେ ଆଜି ପାଇଁ ଏତିକି। ଆଶା କରୁଛି ଆଜିର ଆଲୋଚନା ବୋଧଗମ୍ୟ ହେବ ଏବଂ ନିଶ୍ଚିତ ଭାବେ ଆପଣମାନଙ୍କର ଭବିଷ୍ୟତ ପାଇଁ ପଥ ପ୍ରଦର୍ଶକ ହେବ।